ସମସ୍ତଙ୍କୁ ପ୍ରେଜ୍ ଲର୍ଡ ସ୍ୱାଗତ କରୁଛି ଲିଭିଂ ଗଡ୍ ଚ୍ୟାନେଲରେ। ପ୍ରିୟ ଭାଇ ଓ ଭଉଣୀମାନେ, ଆସନ୍ତୁ ପ୍ରଥମେ ସେଇ ଭିଡ଼ିଓ ଦେଖ ଭାଇ କ'ଣ କହୁଛନ୍ତି ଆଉ ସମସ୍ତେ ଜାଣିବା ଦରକାର। ଦେଖନ୍ତୁ ସେଇ ଭିଡ଼ିଓ। ବାଇବଲରେ ଏମିତି ଗୋଟେ ବର୍ଷ ଅଛି, ଲେବିୟ ପୁସ୍ତକ 26 ଅଧ୍ୟାୟର 1 ପଦ ଆପଣ ପଢ଼ନ୍ତୁ। ସେଇଠି କୁହାଯାଇଛି, ତୁମେମାନେ କୌଣସି ଦେବ ମୂର୍ତ୍ତି, କଦିତ ପ୍ରତିମା, ସ୍ତମ୍ଭ ସକଳ ତିଆରି କରିବ ନାହିଁ। କିନ୍ତୁ ଆପଣ ଦେଖିଥିବେ ଅନେକ ଶ୍ମଶାନ ଘାଟରେ, ଅନେକ ସମାଧିରେ ଗୋଟେ କୃଷକାଠ ତିଆ ହେଇଥିବ। ସେଇଟା ପୁଣି କଦିତ ସ୍ତମ୍ଭ। କିନ୍ତୁ ଯୀଶୁଖ୍ରୀଷ୍ଟ କ'ଣ କହିଛନ୍ତି? କୌଣସି ସ୍ତମ୍ଭ ନିର୍ମାଣ କରିବ ନାହିଁ, କୌଣସି ପ୍ରତିମୂର୍ତ୍ତି ତିଆରି କରିବ ନାହିଁ। ଆଜି ଆମେ ଦେଖୁଛୁ ଅନେକ ଚର୍ଚ୍ଚ ଭିତରେ କୃଷକାଠକୁ ସ୍ଥାପନ କରାଯାଇଥାଏ ଆଉ ସେଇଠି ପୂଜା ଆରାଧନା କରାଯାଏ। ଆପଣ କେବେ ଶୁଣିଛନ୍ତି ଆପଣଙ୍କୁ କୌଣସି ଲୋକ ଗୋଟିଏ ଖଣ୍ଡାରେ କିମ୍ବା ଗୋଟିଏ ବନ୍ଧୁକରେ ମାରି ଦେଇଛି ଆଉ ଆପଣ ସେଇ ବନ୍ଧୁକକୁ ନିଜ ଘରେ ସ୍ଥାପନ କରିଛନ୍ତି, ସେଇ ଖଣ୍ଡାକୁ ନିଜ ଘରେ ସ୍ଥାପନ କରିଛନ୍ତି। କିନ୍ତୁ ଆପଣମାନେ ଦେଖନ୍ତୁ, ଯୀଶୁଖ୍ରୀଷ୍ଟଙ୍କୁ ସେ କୃଷକାଠରେ କ୍ରୁସିଫାଇ କରାଯାଇଥିଲା ଆଉ ଖ୍ରୀଷ୍ଟିଆନ ଲୋକମାନେ ସେଇ କୃଷକାଠକୁ ପୂଜା କରନ୍ତି, ତାକୁ ସ୍ଥାପନ କରନ୍ତି, ତାକୁ ନିଜେ ଖୋଦିତ କରି ନିଜର ଚର୍ଚ୍ଚରେ ସ୍ଥାପନ କରନ୍ତି। ଏଇଟା ଖ୍ରୀଷ୍ଟ ବିଶ୍ୱାସମାନଙ୍କର ମୂର୍ଖତା। କିନ୍ତୁ ସେମାନେ ଆମକୁ କୁହନ୍ତି, ହିନ୍ଦୁ ଲୋକମାନଙ୍କୁ କୁହନ୍ତି, ହିନ୍ଦୁ ଲୋକମାନେ ମୂର୍ତ୍ତି ପୂଜା କରନ୍ତି। ପ୍ରିୟ ଭାଇ ଓ ଭଉଣୀମାନେ, ସମସ୍ତେ ଭିଡ଼ିଓ ଦେଖିଲେ ଆଉ ଭାଇ କହୁଛନ୍ତି ଲେବିୟ ପୁସ୍ତକ ତାର 24 ଅଧ୍ୟାୟର 1 ପଦ। ସେଇଠି ପରମେଶ୍ୱର କହୁଛନ୍ତି ଯେ ତୁମ କଦିତ ବା ଦେବ ମୂର୍ତ୍ତି ଆଉ ସ୍ତମ୍ଭ ତୁମ ପାଖରେ ନ ରହୁ ଆଉ ତାହା ରଖ ନାହିଁ ଆଉ ତାହାଠାରେ ପ୍ରଣାମ କର ନାହିଁ ବୋଲି ସେଇଠି କୁହାଯାଇଛି। ଲେବିୟ 24ର 1 ପଦରେ ଆପଣ ପଢ଼ିପାରିବେ ଆଉ ମୁଁ ସ୍କ୍ରିନ୍ରେ ଲଗେଇଦେବି, ଆପଣ ଏଇଠି ମଧ୍ୟ ପଢ଼ିପାରିବେ। ଆମେମାନେ ଯେତେ ବିଶ୍ୱାସୀ ଲୋକ ଆଉ ଆମେ ହାତରେ ତିଆରି କରିଥିବା ବା କଦିତ ବିଷୟ ସବୁ ଆମେ ରଖିବା କଥା ନଥିଲା, କିନ୍ତୁ ରଖୁଅଛନ୍ତି। କିନ୍ତୁ ଆଉ ସେଇଟା କାହିଁକି ରଖୁଅଛନ୍ତି ତାହା ଆମେମାନେ ଜାଣିବା। କାହିଁକି ରଖୁଅଛନ୍ତି ମାନେ ସେଇଟା ସ୍ମରଣ କରିବାକୁ ରଖୁଅଛନ୍ତି। ଆଉ ବାଇବେଲ ଅନୁସାରେ କେଉଁ ଜାଗାରେ ଲେଖାଯାଇ ନାହିଁ ତାହା ରଖ ବୋଲି, କିନ୍ତୁ ଲୋକମାନେ ରଖୁଅଛନ୍ତି ସ୍ମରଣ କରିବା ପାଇଁ। କିନ୍ତୁ ବାଇବେଲରେ କେଉଁ ଜାଗାରେ କୁହାଯାଏନି ଯେ ଏଇଟା ସ୍ମରଣ କରିବାକୁ ରଖ, ଏମିତି କୁହାଯାଏ ନାହିଁ। ଯୀଶୁଙ୍କ ମୂର୍ତ୍ତି ହେଉ କି ପଟ ହେଉ କି କୃଷକାଠ ହେଉ, କିନ୍ତୁ ଲୋକମାନେ ସ୍ମରଣ କରିବା ରଖୁଅଛନ୍ତି। କିନ୍ତୁ ମୋର ମଧ୍ୟ ଜବାବ ଶୁଣ ମୋର ଭାଇ, ଆଉ ସେ କୃଷକାଠ ଥାଉ କି ମୂର୍ତ୍ତି ଥାଉ, ଯୀଶୁଙ୍କ ପଟ ଥାଉ କି ଯୀଶୁଙ୍କ କୃଷର ଚିତ୍ର ଥାଉ, ଯଦି ବାସ୍ତବ ଖ୍ରୀଷ୍ଟିଆନ ସେହି ଉପରେ ଧ୍ୟାନ କେବେ ଦେବ ନାହିଁ, ସେହି ଯୀଶୁଖ୍ରୀଷ୍ଟଙ୍କ ଉପରେ ଧ୍ୟାନ ଦେବ। ସେ କୃଷକାଠ ଯେଉଁଟାକି ଆମେ ତିଆରି କରୁଥିବା, ସେ କୃଷକାଠକୁ ଯେଉଁମାନେ ବିଶ୍ୱାସ କରନ୍ତି, ଯେଉଁମାନେ ପୂଜା ଆରାଧନା କରନ୍ତି, ସେମାନଙ୍କୁ କହିଲେ ଚଳେ। ଆଉ ବାସ୍ତବ ଖ୍ରୀଷ୍ଟିଆନକୁ ଯଦି ଆମେ କହିବା କେବେ ମଧ୍ୟ ଚଳିବ ନାହିଁ। କାହିଁକିନା ବାସ୍ତବ ଖ୍ରୀଷ୍ଟିଆନ ସେ କୃଷ ଉପରେ ବିଶ୍ୱାସ କରିନଥାଏ, କି ସେଇ ଯୀଶୁଙ୍କ ମୂର୍ତ୍ତି ଉପରେ ବିଶ୍ୱାସ କରିନଥାଏ, କି ଯୀଶୁଙ୍କ ପଟ ଉପରେ ବିଶ୍ୱାସ ନ କରିଥାଏ, ଯୀଶୁଙ୍କ ଠାରେ ବିଶ୍ୱାସ କରିଥାଏ। ଏକଥା ତୁମେ ଜାଣିବାକୁ ପଡ଼ିବ। ଆଉ ବାସ୍ତବ ଖ୍ରୀଷ୍ଟିଆନ ଆଉ ଯେଉଁଟା ଡୁପ୍ଲିକେଟ୍ ଖ୍ରୀଷ୍ଟିଆନ, ଦୁଇ ଜଣ ମଧ୍ୟରେ ଫରକ ଅଛି, ସେମାନଙ୍କୁ କହିବାକୁ ପଡ଼େ। ଆଉ ଯେଉଁ କୃଷକାଠ ଲୋକମାନେ ଯାହାକି ଗୋଟେ ସ୍ମରଣ କରିବା ପାଇଁ, କିନ୍ତୁ ବାଇବେଲରେ କୌଣସି ସ୍ଥାନରେ କୁହାଯାଇ ନାହିଁ ଯେ ଏମିତି ରଖ ବୋଲି, କିନ୍ତୁ ରଖୁଛନ୍ତି। ଆଉ ତୁମେ କହୁଛ ଜଣେ ଲୋକକୁ କଣ୍ଡାରେ ମାରେ ଆଉ ସେଇ କଣ୍ଡାକୁ ଘରେ ନେଇକି ରଖିବା। ଜଣେ ଲୋକକୁ କାହିଁକି କଣ୍ଡାରେ ମାରାଯାଏ, ତାର କି ଭୁଲ ହେଇଛି ତାହା ମଧ୍ୟ ଆମେ ଜାଣିବା ଦରକାର। ଆମ ପ୍ରଭୁ ଯୀଶୁଖ୍ରୀଷ୍ଟ ଭୁଲ କରିନଥିଲେ। ତାଙ୍କୁ ଶାସ୍ତ୍ରରେ ଯାହା ଯାହା ଲେଖାଯାଇଥିଲା ସେହି ଅନୁସାରେ ସେ ମଲେ ଆଉ ସେହି ଅନୁସାରେ ଜୀବିତ ହେଲେ, ସେ ଅନୁସାରେ ସ୍ୱର୍ଗ ରାଜ୍ୟକୁ ଗଲେ। ଆଉ ଲୋକମାନେ କୃଷକାଠକୁ ପୂଜା ଆରାଧନା କରିବା ଉଚିତ ନୁହଁ।
କି ଯୀଶୁ ଖ୍ରୀଷ୍ଟଙ୍କ ମୂର୍ତ୍ତିକୁ କି ଯୀଶୁ ଖ୍ରୀଷ୍ଟଙ୍କ ଫଟୋକୁ କି କୃଷର ଚିତ୍ରକୁ ଆଉ ମରିୟମଙ୍କ ମୂର୍ତ୍ତିକୁ ତାଙ୍କୁ ପୂଜା ଆରାଧନା ତାହାଠାରୁ ପ୍ରାର୍ଥନା କରିବା ଏଇଟା ବାସ୍ତବ ଖ୍ରୀଷ୍ଟିଆନରେ ନାହିଁ। ଏ କଥା ଜାଣିବାକୁ ପଡ଼ିବ ଭାଇ। ଆଉ ଡୁପ୍ଲିକେଟ୍ ଖ୍ରୀଷ୍ଟିଆନ ଯେଉଁଟାକି ବାଇବେଲ ପଢ଼ୁନଥିବ ସେପରି ଖ୍ରୀଷ୍ଟିଆନକୁ ଆଉ ଅରିଜିନାଲ ଖ୍ରୀଷ୍ଟିଆନ ସାଙ୍ଗରେ ଯୋଡ଼ିବା ତାହା କେବେ ମଧ୍ୟ ଉଚିତ ନୁହଁ। କାହିଁକି ନା ଲୋକ ବାଇବେଲ ପଢ଼ୁନାହାନ୍ତି ସେ ଲୋକମାନେ ଆଉ ଲୋକମାନେ ଯାହା କହନ୍ତି ତାହା କରନ୍ତି, କିନ୍ତୁ ବାକ୍ୟ କ'ଣ କହୁଛି ତାହା ସେମାନେ କରିବାକୁ ବୁଝିପାରନ୍ତି ନାହିଁ। ବାକ୍ୟ ପଢ଼ିଲେ ତ ବୁଝିପାରିବେ, ବାକ୍ୟ ନ ପଢ଼ନ୍ତି ଆଉ ସେମାନେ ଲୋକମାନେ ଯାହା କହନ୍ତି ତାହା କରନ୍ତି। କିନ୍ତୁ ବାକ୍ୟ ପଢ଼ିକି ଯିଏ ପ୍ରକୃତ ଖ୍ରୀଷ୍ଟିଆନିଟି ଜାଣିଛି ସେ ହିଁ ବାସ୍ତବ ଖ୍ରୀଷ୍ଟିଆନ ଅଟେ। ଆଉ କୃଷ ଥାଉ କି ମୂର୍ତ୍ତି ଥାଉ କି ପଟ ଥାଉ ତାହା ଉପରେ କେବେ ଧ୍ୟାନ ଦେବ ନାହିଁ ସେ ବାସ୍ତବ ଖ୍ରୀଷ୍ଟିଆନ। ଆଉ ବାସ୍ତବ ଖ୍ରୀଷ୍ଟିଆନ ସେ କୃଷ ଉପରେ ଭରସା ରଖିବ ନାହିଁ କି ସେହି ଯୀଶୁଖ୍ରୀଷ୍ଟଙ୍କ ମୂର୍ତ୍ତି ଉପରେ ଭରସା ରଖିବ ନାହିଁ ଆଉ ସେହି ମରିୟମଙ୍କ ମୂର୍ତ୍ତି ଉପରେ ଭରସା ରଖିବ ନାହିଁ, ଯାହାକି ଯୀଶୁଖ୍ରୀଷ୍ଟଙ୍କ ଭରସା ରଖିବ, ଯାହାକି ସେହି ଅଦୃଶ୍ୟ ଭାବରେ ସେ ସମସ୍ତଙ୍କଠାରେ ଅଛି। କ'ଣ କହୁଛ ଭାଇ? ହିନ୍ଦୁ ଲୋକମାନେ ମୂର୍ତ୍ତି ପୂଜା କରୁଛନ୍ତି। ଭାଇମାନେ ହିନ୍ଦୁ ଲୋକମାନେ ନିଶ୍ଚୟ ମୂର୍ତ୍ତି ପୂଜା କରୁଛନ୍ତି, ଏ କଥା ନିଶ୍ଚୟ ତୁମେ ଜାଣିଅଛ। ଆଗ କହିଦେଲି ଏ କଥା, ଆଉ ପଛରେ କ'ଣ କହିଛ? ଖ୍ରୀଷ୍ଟ ବିଶ୍ୱାସୀ ମାନେ ମୂର୍ଖତା ଆଉ ସେଇ କୃଷ କାଠକୁ ରୋକୁଅଛନ୍ତି। ହଁ, ଯେଉଁମାନେ କୃଷ କାଠକୁ ରୋକୁଅଛନ୍ତି ଭରସା କରୁଛନ୍ତି ସେମାନେ ମୂର୍ଖତା ହେଇପାରିବେ, କିନ୍ତୁ ଯେଉଁମାନେ ପ୍ରକୃତ ଖ୍ରୀଷ୍ଟିଆନ ସେମାନେ କେବେ ମୂର୍ଖତା ନାହିଁ, ଏ କଥା ଜାଣ। ଆଉ ହିନ୍ଦୁ ଲୋକମାନେ ମୂର୍ତ୍ତି ପୂଜା କରୁଛନ୍ତି, ଏ କଥା ଅସ୍ୱୀକାର କରିପାରିବ ନାହିଁ ତୁମେ। ଆଉ କହୁଛ ଖ୍ରୀଷ୍ଟିଆନ ଲୋକମାନେ ଏହା କହୁଅଛନ୍ତି। ଯେଉଁ ଲୋକ ବାସ୍ତବ ଖ୍ରୀଷ୍ଟିଆନ ସେ ନିଶ୍ଚୟ କହିବ, ଆଉ ଯେଉଁମାନେ ଆଉ ଡୁପ୍ଲିକେଟ୍ ଖ୍ରୀଷ୍ଟିଆନ ମଧ୍ୟ କହିବେ ତୁମେମାନେ ମୂର୍ତ୍ତି ପୂଜା କରୁଅଛ, ଏମିତି କହିବେ। ମୂର୍ତ୍ତି ପୂଜା ଆଉ କୁଲମ ଭାବରେ ହିନ୍ଦୁ ଲୋକମାନେ କରିଥାନ୍ତି, ଏଥିପାଇଁ କହିବେ। ଭାଇମାନେ ଭିଡ଼ିଓ ଏତିକି ଥିଲା। ଆଉ ଯଦି ଭିଡ଼ିଓ ଭଲ ଲାଗେ ଲାଇକ୍ କରନ୍ତୁ, ଆଉ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ ଯଦି ପ୍ରଥମ ଥର ପାଇଁ ଆସିଅଛନ୍ତି, ଆଉ ଆପଣଙ୍କର ମତାମତ ନିଶ୍ଚୟ କମେଣ୍ଟ କରନ୍ତୁ।